କିଛି କାମର କଥା ମନେ ରଖନ୍ତୁ, ଆପଣଙ୍କ ଜୀବନରେ ନିଶ୍ଚିତ ଭାବରେ କାମରେ ଆସିବ। ଯେତେବେଳେ ଜିତିବା ନିଶ୍ଚିତ ଏବଂ ସାରଥୀ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ, ସେତେବେଳେ ଯେ କେହି ବି ଅର୍ଜୁନ ବନି ଯୁଦ୍ଧଭୂମିକୁ ଡେଇଁପାରେ। ମାତ୍ର ଯେତେବେଳେ ହାରିବା ନିଶ୍ଚିତ, ମରିବା ନିଶ୍ଚିତ, ସେତେବେଳେ ଯୁଦ୍ଧଭୂମିକୁ ଡେଇଁବାକୁ ହେଲେ ଅଭିମନ୍ୟୁ ପରି ସାହସ ଓ ସାମର୍ଥ୍ୟର ଆବଶ୍ୟକତା ରହିଛି। କେତେବେଳେ ବି ଆପଣ ଏକୁଟିଆ ଚାଲିବାକୁ ଡରନ୍ତୁ ନାହିଁ, କାରଣ ଶ୍ମଶାନ, ଶିଖର ଏବଂ ସିଂହାସନରେ ଆପଣଙ୍କୁ ଏକୁଟିଆ ହିଁ ପହଞ୍ଚିବାକୁ ପଡ଼ିବ। ଏ ସମୟରେ କେହି ଆପଣଙ୍କ ପାଖରେ ନଥିବେ। ଲୋକମାନେ ଆପଣଙ୍କ ପାଖକୁ ଆସିବେ, ମିଠା ମିଠା କଥା କହିବେ, ଆପଣଙ୍କର ଭଲ ମନ୍ଦ ପଚାରିବେ। ଯଦି ଆପଣ ଭାବପ୍ରବଣତାରେ ବହିଯାଇ ନିଜର ସବୁ ସିକ୍ରେଟକୁ ସେମାନଙ୍କ ଆଗରେ ପ୍ରକାଶ କରିଦିଅନ୍ତି, ସେହି ଲୋକମାନେ ହିଁ ଆପଣଙ୍କୁ ବ୍ୟବହାର କରିବାକୁ ପଛେଇବେ ନାହିଁ। ତେଣୁ କାହାରି ଆଗରେ ନିଜର ସିକ୍ରେଟକୁ କେବେ ବି କୁହନ୍ତୁ ନାହିଁ। ସେହି ଲୋକମାନେ ଭୁଲ କରିଥାନ୍ତି ଯେଉଁମାନେ କିଛି ନା କିଛି କର୍ମ କରିଥାନ୍ତି। ଆଉ ଏହି କର୍ମ ନ କରିଥିବା ଲୋକମାନେ, ସେମାନେ ଅନ୍ୟର ଭୁଲ ଖୋଜି ଖୋଜି ସମୟ ନଷ୍ଟ କରିଦେଇଥାନ୍ତି। ଯେତେବେଳେ ଭବିଷ୍ୟତ ଆପଣଙ୍କୁ ଅନ୍ଧାର ଦେଖାଯାଉଛି, କିଛି ରାସ୍ତା ଦେଖାଯାଉନାହିଁ, ସେତେବେଳେ ନିଜର ବର୍ତ୍ତମାନ ଉପରେ ଫୋକସ୍ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ। କର୍ଣ୍ଣଙ୍କ ପରେ ଓକିଲମାନେ ସତ କ'ଣ ଜାଣିଥାନ୍ତି, ହେଲେ ମିଛକୁ ଜିତେଇବା ପାଇଁ ଶେଷ ପର୍ଯ୍ୟନ୍ତ ସେମାନେ ଲାଗି ପଡ଼ିଥାନ୍ତି। ଯଦି ତୁମେ ତୁମ ଜୀବନର ଯେଉଁ ରହସ୍ୟକୁ ନିଜ ଶତ୍ରୁଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁନାହଁ, ତେବେ ତୁମ ଜୀବନର ରହସ୍ୟକୁ କେବେ କୌଣସି ମିତ୍ରଙ୍କ ଆଗରେ ପ୍ରକାଶ କରେ ନାହିଁ। କେତେବେଳେ କ'ଣ ଘଟିବ କେହି ଜାଣେ ନାହିଁ। ତେଣୁ ନିଜକୁ ସବୁବେଳେ ତୟାର ରଖନ୍ତୁ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ। ସମୟ ବଦଳିଲେ ପରିସ୍ଥିତି ବଦଳେ। ଏ ବଦଳୁଥିବା ପରିସ୍ଥିତି ସହିତ ଯିଏ ଖାପ ଖୁଆଇ ଆଗକୁ ବଢ଼ିପାରିଲା, ସେ ଏ ଜୀବନ ଯୁଦ୍ଧ ଜିତିଲା। ରହୁଛି, ନମସ୍କାର।